ପାରାଦୀପରେ ଆରମ୍ଭ ହେବାକୁ ଯାଉଛି ଆନ୍ତର୍ଜାତିକ ନାଟ୍ୟ ମହୋତ୍ସବ ଭାରତ ରଙ୍ଗ ମହୋତ୍ସବ 2026। ଫେବୃଆରୀ 2 ତାରିଖ ଠାରୁ 6 ତାରିଖ ପର୍ଯ୍ୟନ୍ତ ପାରାଦୀପ ଜୟଦେବ ସଦରଠାରେ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବ ପାରାଦୀପବାସୀଙ୍କ ପାଇଁ ଗୌରବର ବିଷୟ ବୋଲି ପାରାଦୀପ ଅଫିସର୍ସ କ୍ଲବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି କାନମାସର ବରିଷ୍ଠ ସଦସ୍ୟ ତଥା ବନ୍ଦର ସେମି ସୁଶୀଲ କୁମାର ନାହାକୁ ସମ୍ପାଦକ ଶ୍ରୀମୋହନ ମିଶ୍ର। ଏ ଅବସରରେ ଭାରତ ରଙ୍ଗ ମହୋତ୍ସବର ପୋଷ୍ଟର ପ୍ରଦର୍ଶିତ ହୋଇଥିଲା। ଏହି ମହୋତ୍ସବରେ ଭୁବନେଶ୍ୱର, କଲିକତା, ମୁମ୍ବାଇ ଓ ଶ୍ରୀଲଙ୍କାର ନାଟ୍ୟ ଅନୁଷ୍ଠାନମାନେ ଓଡ଼ିଆ, ଉର୍ଦ୍ଦୁ, ହିନ୍ଦୀ, ବଙ୍ଗଳା ଓ ସିଂହଳୀ ଭାଷାରେ ନାଟକ ପରିବେଷଣ କରାଯିବ, ଯାହାକି ପାରାଦୀପ ସହର ପାଇଁ ଗୌରବ ଆଣିଦେବ। 2 ତାରିଖ ଉଦ୍ଘାଟନୀ ସନ୍ଧ୍ୟାରେ କେ ଶ୍ରୀନିବାସ ରାଓ ଓ ପାରାଦୀପ ବନ୍ଦର ଅଧ୍ୟକ୍ଷଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରାଯିବ। ଏହି ମହୋତ୍ସବ ଭାରତର 43 ସହରରେ ଆୟୋଜିତ ହେବାକୁ ଥିବାବେଳେ ସେଥିମଧ୍ୟରୁ ପାରାଦୀପ ବନ୍ଦର ଅନ୍ୟତମ। ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ପାରାଦୀପ ବନ୍ଦର ଓ ବନ୍ଦର ନଗରୀର ଅଗ୍ରଣୀ ଅନୁଷ୍ଠାନ ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ନାଟ୍ୟ ମହୋତ୍ସବ ଭାରତ ରଙ୍ଗ ମହୋତ୍ସବ ପାରାଦୀପ ଜୟଦେବ ସଦରଠାରେ ଆୟୋଜିତ ହେବ। ଏହାକୁ ଭରପୁର ଉପଭୋଗ କରିବା ପାଇଁ ପାରାଦୀପବାସୀଙ୍କୁ ନାଟ୍ୟ ଅନୁଷ୍ଠାନ କାନମାସ ତରଫରୁ କୁହାଯାଇଛି। ପାରାଦୀପରେ ପ୍ରଥମ ଥର ପାଇଁ ଏକ ଆନ୍ତର୍ଜାତୀୟ ନାଟ୍ୟ ମହୋତ୍ସବ ଅନୁଷ୍ଠିତ ହେଉଛି। ସଂସ୍କୃତି ମନ୍ତ୍ରଣାଳୟ, ଭାରତ ସରକାରଙ୍କର ଏକ ସ୍ୱୟଂଚାଳିତ ସଂସ୍ଥା ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା ଏବଂ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଏବଂ କ୍ୟାନମାସର ମିଳିତ ସହଯୋଗରେ ଏହି 2 ରୁ 6 ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଜୟଦେବ ସଦନ ଠାରେ ପ୍ରତ୍ୟହ ସନ୍ଧ୍ୟା 6:30 ଏଠି ଅନୁଷ୍ଠିତ ହେବ ଏକ ଜାତୀୟ ସ୍ତରର ଆନ୍ତର୍ଜାତିକ ସ୍ତରର ନାଟ ମହୋତ୍ସବ, ଯେଉଁଥିରେ ମହାରାଷ୍ଟ୍ର, କଲିକତା ଏବଂ ସୁଦୂର ଶ୍ରୀଲଙ୍କାରୁ ମଧ୍ୟ ଏଠି କଳାକାରମାନେ ଯୋଗ ଦେବେ। ଏହା 5 ଦିନ ଧରି ଚାଲିବ। ଆମେ ଏଠି ମଞ୍ଚସ୍ଥ କରିଛୁ, ଏଠି ସମ୍ମେଳନ କରିଛୁ। ଉଦ୍ଘାଟନ ଉତ୍ସବରେ ପାରାଦୀପ ବନ୍ଦରର ଅଧ୍ୟକ୍ଷ, ଯାହାଙ୍କର ଅକୁଣ୍ଠ ସହଯୋଗରେ ମହୋତ୍ସବ ପାରାଦୀପରେ ହେଇପାରୁଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ ପ୍ରାଇମ ଓଡ଼ିଶା।